শরণাগত দিনাথ পরিত্রাণং পরায়ণী সর্বসাতে ঘরে দেবী মা শারদে দেবী নমস্তুতি। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଆପଣମାନେ ଘରେ ଠାକୁର ପୂଜା କରୁଛନ୍ତି, ଠାକୁର ଘରଟିଏ ରଖିଛନ୍ତି। ଠାକୁର ଘରେ କେଉଁ ପଦାର୍ଥ ରହିଲେ ଆପଣଙ୍କର ଅଶୁଭ ସୂଚକ ଆସିବ, ଏଇ ଉପରେ ମୋର ଆଜି ଏ ନୀତିବାଣୀ। ପ୍ରଥମ ହେଲା, ଠାକୁର ଘରେ ଯେତେବେଳେ କଳସଟି ଇଏ ବସଉଛନ୍ତି, କୌଣସି ଭଙ୍ଗା ଚାଉଳରେ ଇଏ କଳସ ବସେଇବେନି। ଭଙ୍ଗା ଚାଉଳରେ କେତେବେଳେ କଳସ ବସେଇବେନି। ଏ ହଉଛି ଅଶୁଭ ସୂଚକ, ଯାହାକି ସେ ଘରୁ ଲକ୍ଷ୍ମୀ ଛାଡ଼ିକିନା ଇଏ ଚାଲିଯାଆନ୍ତି। ଯେତେବେଳେ ଆପଣମାନେ କଳସଟି ବସେଇବେ, ସେଇ କଳସ ତଳେ ଗୋଟା ଅରୁଆ ଚାଉଳ ରଖିବେ। କଳସଟି ବସେଇଲେ ଶୁଭଦାୟକ। ଦ୍ୱିତୀୟ କଥା ହେଉଛି, ଠାକୁର ଘରେ ଯଦି ଗଣେଶ ମୂର୍ତ୍ତି ରଖିଥିବେ, କେବଳ ସେ ଭିତରକୁ ମୁହଁ କରିକି ଘର ଭିତରକୁ ମୁହଁ ଟେକି ଯଦି ଗଣେଶଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିବ, ଜାଣିବେ ଏହା ଶୁଭଦାୟକ। ଗଣେଶଙ୍କର ମୂର୍ତ୍ତି ଯଦି ବାହାର ପଟକୁ ରୁହେ, ଏହା ଶୁଭଦାୟକ ନୁହେଁ। ତେଣୁ ଗଣେଶଙ୍କର ମୂର୍ତ୍ତିଟିକି ସଦାବେଳେ ଘର ଭିତର ଆଡ଼କୁ ମୁହଁ କରି ରଖିବେ। ନକାରାତ୍ମକ ଶକ୍ତି ଗୁଡ଼ାକ ସବୁଯାକ ଘର ଭିତରୁ ଇଏ ଚାଲିଯାଆନ୍ତି। ତୃତୀୟ କଥା ହେଉଛି, ଠାକୁର ଘରେ କେତେବେଳେ ଶନିଙ୍କର ଫଟୋ ରଖିବେନି ବା ଯମଙ୍କର ଫଟୋ ରଖିବେନି। ଏ ଦୁଇ ଜଣଙ୍କର ଫଟୋକୁ କେତେବେଳେ ଆପଣମାନେ ରଖିବେନି, କାରଣ ଏମାନଙ୍କୁ ପୂଜା କରି ଶାନ୍ତି ଦେବାର ଶକ୍ତି ଆମ ପାଖରେ ନାହିଁ। ତେଣୁ ଯମ ଦେବତା ଏବଂ ଶନି ଠାକୁରଙ୍କର ଫଟୋ ଘର ଭିତରେ କେତେବେଳେ ରଖନ୍ତିନି। ଚତୁର୍ଥ କଥା ହେଲା, କୌଣସି ମୃତ ବ୍ୟକ୍ତିର ଫଟୋ ଠାକୁର ଘରେ ଆଜ୍ଞା ରଖିବେନି। ଏହା ହେଉଛି ଅଶୁଭ ସୂଚକ। କୌଣସି ମୃତ ବ୍ୟକ୍ତିର ଫଟୋକୁ ଠାକୁର ଘରେ ଇଏ ରଖିବେନି। ଠାକୁର ଘରର ବାହାରେ ରଖିବେ। ବା ସାଧୁସନ୍ତଙ୍କର ଫଟୋ ବି ଅନେକ ଲୋକମାନେ ଠାକୁର ଘରେ ରଖନ୍ତି। କଦାପି ଏ ଭୁଲକୁ ଇଏ କରନ୍ତୁନି। କୌଣସି ସାଧୁସନ୍ତଙ୍କର ଫଟୋ ଠାକୁର ଘର ଭିତରେ ରଖିବେନି। ଠାକୁର ଘର ବାହାରେ ସେ ଫଟୋକୁ ଟାଙ୍ଗିବେ। ଏଇ ଥିଲା ଠାକୁର ଘରେ ଏଇ ସବୁ ବ୍ୟତିକ୍ରମ ରହିଲେ ସେ ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ମୋର ଏ ନୀତିବାଣୀକୁ ଯଦି ଆପଣମାନେ ଶ୍ରବଣ କରିଥିବେ, ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଆଜିକାର ଅନୁଚିନ୍ତା ଐଶ୍ୱନ କୋଣରେ, ଘରର ଐଶ୍ୱନ କୋଣରେ ଠାକୁର ଘରଟିକି କରନ୍ତୁ, ଅନେକ ଶୁଭଦାୟକ ହେବ। ଏଇ ଥିଲା ମୋ ନୀତିବାଣୀ ଅନୁଚିନ୍ତାର ଏ ନିର୍ଯାସ କଥା। ଯଦି ଆପଣମାନଙ୍କୁ ମୋ ନୀତିବାଣୀ ଭଲ ଲାଗୁଥିବ, ଆପଣମାନେ ଯଦି ମୋ ସହିତ
ଯୋଗାଯୋଗ କରିବାକୁ ଚାହିଁବେ ଏଇ ନମ୍ବରରେ ମୋ ସହିତ ଇଏ ଯୋଗାଯୋଗ କରନ୍ତୁ 8249494581 ରେ ଯୋଗାଯୋଗ କରିପାରିବେ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ପ୍ରଣାମ। ଜୟ ଜଗନ୍ନାଥ।